ବାଲେଶ୍ୱର ଜିଲ୍ଲା ସମସ୍ତ ଅମରଦା ରୋଡ ଓ ବସ୍ତା ବ୍ଲକ ଅଞ୍ଚଳରେ ଘୋଷଯାତ୍ରା ଅବସରରେ ଶୁକ୍ରବାର ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଛେରା ପହଁରା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ର ମା ସୁଭଦ୍ରା ରଥାରୂଢ଼ ହୋଇ ମାଉସୀ ମା ମନ୍ଦିରରେ ପହଞ୍ଚିଛନ୍ତି। ବସ୍ତା ବ୍ଲକ ସମେତ ଅମରଦା ରୋଡ, ବସ୍ତା, ଦରଡ଼ା, ମୁକୁଳୁସି, ଶିଲଂ, ରୁପ୍ସା, ପାଁଶକୁଲି, ଲକ୍ଷ୍ମଣଖୁଣ୍ଟା, ରାଉତରାପୁର, ବରୁଣଗଡ଼ିଆ, ମଥାନୀ, ରଘୁନାଥପୁର, ନୀଳବାଡ଼ି, ନାଇକୁଡ଼ି, ବ୍ରାହ୍ମଣଦା, କୋଳିଦା ବିଭିନ୍ନ ଅଞ୍ଚଳର ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାରେ ଜନଗହଳି ଭିତରେ ଧୁମଧାମର ସହିତ ସମାପନ ହୋଇଛି ରଥଯାତ୍ରା। ଶଙ୍ଖ ହୁଳହୁଳି, ଖୋଳ କୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ସ୍ଥାନରେ କମିଟି ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ରଥଯାତ୍ରାକୁ ପରିଚାଳନାରେ ସହଯୋଗ କରିଥିଲେ। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।